ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦେଇଥିବା ଉପଦେଶ କେବଳ ଏକ ଯୁଦ୍ଧର ସମାଧାନ ନଥିଲା, ବରଂ ଏହା ଥିଲା ମାନବ ଜୀବନର ଦର୍ଶନ। ମୁଁ ମୃତ୍ୟୁ ଓ ମୁଁ ଜୀବନ ଏହି ଗୂଢ଼ ରହସ୍ୟକୁ ବୁଝାଇବା ପାଇଁ ଶ୍ରୀକୃଷ୍ଣ ଗୀତାରେ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଛନ୍ତି। ଏହାର ସବିଶେଷ ବ୍ୟାଖ୍ୟା ନିମ୍ନରେ ଦିଆଗଲା। 1. ପରମାତ୍ମାଙ୍କ ବିଶ୍ୱରୂପ, ଦ କସ୍ମିକ୍ ଫର୍ମ। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ ଯେ ଏହି ସଂସାରରେ ଯାହା କିଛି ଘଟୁଛି ତାହା ତାଙ୍କରି ଦ୍ୱାରା ହିଁ ନିୟନ୍ତ୍ରିତ। ସେ ହେଉଛନ୍ତି ସୃଷ୍ଟିକର୍ତ୍ତା ଜୀବନ ଏବଂ ସେ ହିଁ ସଂହାରକର୍ତ୍ତା ମୃତ୍ୟୁ। ଯେତେବେଳେ ସେ ବିଶ୍ୱରୂପ ଦର୍ଶନ କରାଇଲେ, ଅର୍ଜୁନ ଦେଖିଲେ ଯେ ସମସ୍ତ ଯୋଦ୍ଧା ଶ୍ରୀକୃଷ୍ଣଙ୍କ ମୁଖ ଗହ୍ୱରରେ ପ୍ରବେଶ କରୁଛନ୍ତି। ଏହାର ଅର୍ଥ ହେଉଛି ଯାହାଙ୍କୁ ଅର୍ଜୁନ ମାରିବାକୁ ଭୟ କରୁଛନ୍ତି ସେମାନେ କାଳକ୍ରମେ କୃଷ୍ଣଙ୍କ ଦ୍ୱାରା ଆଗରୁ ହିଁ ମୃତ୍ୟୁବରଣ କରିସାରିଛନ୍ତି। 2. ଶରୀର ଓ ଆତ୍ମାର ପାର୍ଥକ୍ୟ। ଜୀବନ ଓ ମୃତ୍ୟୁର ବ୍ୟାଖ୍ୟା କରି କୃଷ୍ଣ କହିଲେ, ଶରୀର ବଡି, ଏହା ପଞ୍ଚଭୂତରେ କ୍ଷିତି, ଅପ୍, ତେଜ, ମରୁତ୍, ବ୍ୟୋମ ଗଢ଼ା। ଏହାର ବିନାଶ ସୁନିଶ୍ଚିତ। ଯେଉଁ ଜୀବନକୁ ଆମେ ଦେଖୁଛୁ ତାହା କେବଳ ଏକ ମାୟା ବା ଅସ୍ଥାୟୀ ଅବସ୍ଥା। ଆତ୍ମା, ସୋଲ୍। ଆତ୍ମା ହେଉଛି ପରମାତ୍ମାଙ୍କ ଅଂଶ। ଏହା ଅଜନ୍ମା। ମୃତ୍ୟୁ କେବଳ ଶରୀରର ହୁଏ, ଆତ୍ମାର ନୁହେଁ। ତେଣୁ ମୃତ୍ୟୁ ହେଉଛି ଏକ ନୂତନ ଜୀବନର ପ୍ରାରମ୍ଭ ମାତ୍ର। 3. ଧର୍ମ ପାଇଁ ମୃତ୍ୟୁର ମହତ୍ତ୍ୱ। ଅର୍ଜୁନ କ୍ଷତ୍ରିୟ ଥିଲେ ଏବଂ ଯୁଦ୍ଧ କରିବା ତାଙ୍କର ଧର୍ମ ଥିଲା। ଶ୍ରୀକୃଷ୍ଣ ବୁଝାଇଲେ ଯେ ଯଦି ଜଣେ ବ୍ୟକ୍ତି ଧର୍ମ ରକ୍ଷା ପାଇଁ ଯୁଦ୍ଧରେ ମୃତ୍ୟୁବରଣ କରେ ତେବେ ସେ ସ୍ୱର୍ଗପ୍ରାପ୍ତି ହୁଏ, ଆଉ ଯଦି ସେ ବିଜୟୀ ହୁଏ ତେବେ ପୃଥିବୀର ସୁଖ ଭୋଗ କରେ। ତେଣୁ ମୃତ୍ୟୁକୁ ଭୟ କରି କର୍ତ୍ତବ୍ୟରୁ ପଛଘୁଞ୍ଚା ଦେବା ଅନୁଚିତ। 4. ଜୀବନର ପ୍ରକୃତ ଲକ୍ଷ୍ୟ, ଦ ଗୋଲ୍ ଅଫ୍ ଲାଇଫ୍। ଶ୍ରୀକୃଷ୍ଣଙ୍କ ଅନୁସାରେ ଜୀବନ କେବଳ ଖାଇବା ବା ଶୋଇବା ପାଇଁ ନୁହେଁ। ଜୀବନର 3ଟି ମୁଖ୍ୟ ମାର୍ଗ ସେ ବୁଝାଇଛନ୍ତି। 1. କର୍ମଯୋଗ, ନିଃସ୍ୱାର୍ଥପର ଭାବେ ନିଜର କାମ କରିଚାଲ। 2. ଜ୍ଞାନଯୋଗ, ସତ୍ୟ ଓ ଅସତ୍ୟ ମଧ୍ୟରେ ପାର୍ଥକ୍ୟ ବୁଝ। 3. ଭକ୍ତିଯୋଗ, ସବୁକିଛି ଭଗବାନଙ୍କୁ ସମର୍ପଣ କରିଦିଅ। 5. କାଳ, ଟାଇମ୍ ମାଇନସ୍ ସବୁଠାରୁ ବଡ଼ ସତ୍ୟ। ଶ୍ରୀକୃଷ୍ଣ କହିଛନ୍ତି, କାଳୋଲସ୍ମି ଲୋକକ୍ଷୟକୃତ୍ ପ୍ରବୃଦ୍ଧୋ, ଅର୍ଥାତ୍ ମୁଁ ହେଉଛି କାଳ ସମୟ ଯିଏ ସମଗ୍ର ବିଶ୍ୱକୁ ବିନାଶ କରିବାକୁ ସମର୍ଥ। ଜୀବନ ଏକ ସମୟସୀମା ଏବଂ ମୃତ୍ୟୁ ହେଉଛି ସେହି ସମୟର ସମାପ୍ତି। କିନ୍ତୁ ଏହି ଦୁଇଟି ଯାକ ପ୍ରକ୍ରିୟା ଶ୍ରୀକୃଷ୍ଣଙ୍କ ଭିତରେ ହିଁ ବିଦ୍ୟମାନ। ଉପସଂହାର। ଶ୍ରୀକୃଷ୍ଣଙ୍କ ଉପଦେଶର ସାରମର୍ମ ହେଲା ଜୀବନକୁ ଏକ ସୁଯୋଗ ଭାବେ ଗ୍ରହଣ କର ଏବଂ ମୃତ୍ୟୁକୁ ଏକ ପରିବର୍ତ୍ତନ ଭାବେ। ଯେତେବେଳେ ମଣିଷ ବୁଝିଯାଏ ଯେ ଜୀବନ ଓ ମୃତ୍ୟୁ ଉଭୟ ଭଗବାନଙ୍କର ଦୁଇଟି ରୂପ, ସେତେବେଳେ ତାର ସମସ୍ତ ଦୁଃଖ ଓ ମୋହ ଦୂର ହୋଇଯାଏ।